ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ଏ ଭିଡ଼ିଓଟି ସେଇମାନଙ୍କ ପାଇଁ ଯେଉଁମାନଙ୍କୁ ବହୁତ କଷ୍ଟ ହୁଏ, ଯଦି ଘରେ ବାହାରେ କେଉଁଠି ବି ତାଙ୍କୁ ବହୁତ ସଫୋକେସନ୍ ଫିଲ୍ ହୁଏ, ଅନୁଭବ ହୁଏ। ଯଦି କିଛି ଭୁଲ ହେଉଛି ତାମାନେ ତାଙ୍କ ପାଖରେ ପ୍ରକୃତ ଜ୍ଞାନ ରହିବା ଦରକାର ଅଛି, ନହେଲେ ଯେ ଭୁଲ କେଉଁଟା ଠିକ୍ କେଉଁଠି, ଘରେ ହେଉ ବାହାରେ ହେଉ ଆମ ସିଷ୍ଟମ୍ରେ ହେଉ ଯେକୌଣସି। ତେଣୁ ଦେଖନ୍ତୁ, ପିଲାଦିନୁ କେବେ ପଲିଟିକ୍ସ ଏସବୁ ଉପରେ ଧ୍ୟାନ ଦେଇନଥିଲି। ଆସ୍ତେ ଆସ୍ତେ ଯେତେ ମ୍ୟାଚୁଅର୍ଡ ହେଲି, ଜାଣିଲି ଗୋଟେ ଜିନିଷ ଯଦି ଯେମିତି କହିଥିଲି ପୂର୍ବ ଭିଡ଼ିଓରେ, ଆମେ ଭଲ ଖାଇବା, ଭଲ ପିନ୍ଧିବା ଏବଂ ଭଲ ରହିବା, କମ୍ ସେ କମ୍ ଯେତିକି ଗୋଟେ ପ୍ରତ୍ୟେକ ମଣିଷର ଯେଉଁ ଆବଶ୍ୟକତା ଅଛି, ସେଥିପାଇଁ ଜଣେ ଯଦି କାମ କରିବାକୁ ଯାଉଛି, ତାହେଲେ ଯଦି ସେ କିଛି ବାଧା ବିଘ୍ନ ଅନୁଭବ କରେ, ତାର ଯେକୌଣସି କାମ ସେ କରିଲେ ହିଁ ସେଟାକୁ ତ ପାଇବ ନା। ସେ ତାର ଯେକୌଣସି ଜୀବିକା ବି ସେ କରୁ, ସେଟାକୁ ସେ ଯଦି ଅନେଷ୍ଟଲି, ଡେଡିକେଟେଡଲି, ଇମାନଦାରୀର ସହିତ କରିବାକୁ ଚାହେଁ, ତାହେଲେ ତା ପାଖରେ ପ୍ରକୃତ ଶିକ୍ଷାଗତ ଯୋଗ୍ୟତା ରହିବା ବହୁତ ଆବଶ୍ୟକ। ଭଲ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ମୋରାଲ ଏଜୁକେସନ୍। ମୋରାଲ ଏଜୁକେସନ୍ ମାନେ ଏମିତି ଶିକ୍ଷା ଯାହାକି ଗୋଟିଏ ତାକୁ ଭଲ ମଣିଷ ହେବାକୁ ଶିଖାଉଥିବ, ଅନେଷ୍ଟ ରହିବାକୁ ଶିଖାଉଥିବ, ନିଜ ପ୍ରତି, ନିଜ ପରିବାର ପ୍ରତି, ନିଜ କଲୋନୀ ପ୍ରତି, ନିଜ ସମାଜ ପ୍ରତି, ଦେଶ ପ୍ରତି, ପ୍ରକୃତି ପ୍ରତି। ତାହେଲେ ସେ ଗୋଟେ ଭଲ ମଣିଷ, ଉପଯୁକ୍ତ ମଣିଷ ହେଇପାରିବ। କାରଣ ଯେତେ ପଲିଟିକାଲ ଆନାଲିସିସ୍ ହଉ, ସୋସିଆଲ ପ୍ରୋବ୍ଲେମ୍ ହଉ, ଯେତେ ଆନାଲିସିସ୍ କଲା ପରେ ପୁରା ଚେଷ୍ଟା ତ କରିନି, କିଛି ମାତ୍ରାରେ ଚେଷ୍ଟା କଲା ପରେ ଅନୁଭବ କଲି, ଯଦି ପ୍ରତ୍ୟେକ ମଣିଷକୁ ବା ତାଙ୍କ ପିଲାମାନଙ୍କୁ ଯଦି ଉପଯୁକ୍ତ ଶିକ୍ଷା ମିଳିଲା, ଗୁଣାତ୍ମକ ଶିକ୍ଷା ମିଳିଲା, ତାହେଲେ ଆସ୍ତେ ଆସ୍ତେ ଏଇ ପ୍ରୋବ୍ଲେମର ସଲ୍ୟୁସନ୍ସ ନିଶ୍ଚିନ୍ତ ବାହାରିବ। ନା ଆମକୁ କୌଣସି ପଲିଟିକାଲ ସିଷ୍ଟମ ଏଗେନଷ୍ଟରେ ବି ଲଢ଼ିବା ଦରକାର ନାହିଁ। ସମସ୍ତେ ନିଜ କାମ ନିଶ୍ଚିନ୍ତ ଠିକରେ କରିପାରିବେ, ନିଶ୍ଚିନ୍ତ। ଥରେ ଭାବନ୍ତୁ ନା, ନେତା ବା ଗୋଟେ ସିଷ୍ଟମ ଯେତେ ପ୍ରେସରାଇଜ କରୁ, ଯଦି ପ୍ରତ୍ୟେକ ବ୍ୟୁରୋକ୍ରାଟ୍ସ କହିବ ନା ମୁଁ କୌଣସି ଖରାପ କାମ କରିବି ନାହିଁ, ତାହେଲେ କେତେ ସୁନ୍ଦର ହେଇଯିବ କହିଲେ। ସେଇଟା ହିଁ ଦରକାର। ସେଥିପାଇଁ କେବଳ ଶିକ୍ଷା ଶିକ୍ଷା ଶିକ୍ଷା। ଆଗ ଭିଡ଼ିଓରେ ମୁଁ ବର୍ତ୍ତମାନ ଜଣେଇବି ଯେ ଆମେ କେମିତି ଶିକ୍ଷା ପାଇଁ କାମ କରିପାରିବା। ମୁଁ ରହୁଛି ଖୋର୍ଦ୍ଧାରେ, ଭାରତବର୍ଷର ଓଡ଼ିଶା ଏବଂ ଖୋର୍ଦ୍ଧାରେ ରହୁଛି। ଖୋର୍ଦ୍ଧାରେ ବାହାରେ ଯାଇଥିଲି କ୍ୟାରିୟର କରିବା ପାଇଁ, ଏବେ ଖୋର୍ଦ୍ଧାରେ ରହୁଛି। ତେଣୁ ଆମେ ଶିକ୍ଷା ଉପରେ ହିଁ କାମ କରିବାକୁ ଯାଉଛୁ। ତେଣୁ ଆମର ଯେଉଁ କରୁଛୁ ତେଣୁ ତାକୁ ବିଷୟରେ ଆପଣଙ୍କୁ ଅବଗତ କରେଇବି, କେମିତି ସେଠିକାର ଶିକ୍ଷକମାନେ, ସେଠିକାର ଏନଭାୟରନମେଣ୍ଟ କେମିତି ଉପଯୁକ୍ତ ଶିକ୍ଷା ଉପରେ ସେମାନେ ଧ୍ୟାନ ଦେଉଛନ୍ତି, ସେ ବିଷୟରେ ଆପଣଙ୍କୁ ନିଶ୍ଚିନ୍ତ ଆମେ ଅବଗତ କରେଇବୁ। ତେଣୁ ନେକ୍ସଟ ପାର୍ଟ ପାଇଁ ଆପଣ ଅପେକ୍ଷା କରନ୍ତୁ। ତାହେଲେ ଆପଣଙ୍କୁ ଜଣେଇବି କେମିତି ଆମ ଖୋର୍ଦ୍ଧା ଏରିଆରେ ଉପଯୁକ୍ତ ଶିକ୍ଷା ଯୋଗାଉଛନ୍ତି କିଛି ଲୋକ, ସେ ବିଷୟରେ ଆପଣ ଜାଣିବେ, ଯାହାକି ଆପଣ ବି ନିଜ ଏରିଆରେ ଚେଷ୍ଟା କରିପାରିବେ। ତ ଆପଣ ସମସ୍ତଙ୍କୁ ଅନୁରୋଧ, ଉପଯୁକ୍ତ ଶିକ୍ଷା ନିଜ ପିଲାମାନଙ୍କୁ ଦିଅନ୍ତୁ। ଆପଣ ଯଦି ପାଇନାହାନ୍ତି ତାହେଲେ ଆପଣ ପିଲାମାନଙ୍କୁ ଦିଅନ୍ତୁ। ଉପଯୁକ୍ତ ଶିକ୍ଷା ଯେଉଁଠି ମିଳୁଛି ଖୋଜନ୍ତୁ, ଆଖପାଖରେ ପିଲାମାନଙ୍କୁ ଦିଅନ୍ତୁ। ଦେଖିବେ ପ୍ରକୃତ ସଲ୍ୟୁସନ୍ ବାହାରିଯିବ ପ୍ରତ୍ୟେକ ପ୍ରୋବ୍ଲେମର। ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।